ସାଲ ବେଗ କିଏ ଥିଲେ? ମୁସଲିମ ପରିବାରର ଥିଲେ। ତାଙ୍କ ପିତା କିଏ ଥିଲେ? ତାଙ୍କେ ସାଲ ବେଗ, ତାଙ୍କେ ଲାଲ ବେଗ। ଆଉ ସେ ଏତେ ହିଂସ୍ରିକ ଥିଲେ ତାଙ୍କର ପିତା ଲାଲ ବେଗ, ଯାହାକୁ ପଡିଲା ତାକୁ ଆଣିକିରି ତାର ଧନ ସମ୍ପତ୍ତି ଲୁଟୁଥିଲେ, କାହାକୁ ହଇରାଣ କରୁଥିଲେ, କାହା ଘର ପଛରେ ପଶୁଥିଲେ, ଯୋଦ୍ଧା କରିକି ଲୋକଙ୍କୁ ଲଢେଇ କରିକି ଜିତୁଥିଲେ। ତ ଦିନେ ଜଗନ୍ନାଥ ମନ୍ଦିର ସାଇଡରେ ଯିବା ସମୟରେ ସୁନ୍ଦରୀ ବ୍ରାହ୍ମଣୀ ଝିଅଙ୍କୁ ସେ ଦେଖିଦେଲେ। ସାୟଦ ସେ ଜଗନ୍ନାଥଙ୍କର ସେବକ ମାନଙ୍କର କୌଣସି ଝିଅ ହେଇଥିବ। ସେ ସୁନ୍ଦରୀ ଝିଅକୁ, ବ୍ରାହ୍ମଣୀ ଝିଅକୁ ଦେଖୁ ଦେଖୁ ତାଙ୍କ ପ୍ରତି ଆକର୍ଷିତ ହେଇଗଲେ। ଆକର୍ଷିତ ହେଇକି ତାଙ୍କୁ କାନ୍ଧରେ ପକେଇ ଧରିକି ଘୋଡାରେ ଚାଲିଲେ। ଫଟାଫଟ ମ୍ୟାରେଜ, ଫଟାଫଟ ଉପଭୋଗ। ତାଙ୍କୁ ଏମିତି ନିର୍ଯାତନା ଦେଇକିରି ସନ୍ତାନ ଗୋଟେ ଜନ୍ମ ହେଲା। ସେଇ ସନ୍ତାନ ନାଁ ହଉଛନ୍ତି କଣ ନା ସାଲ ବେଗ। ଆଉ ସେଇ ସନ୍ତାନ ବି କ୍ଷତ୍ରିୟ, ସିଏ ବି ତା ବାପା ଭଳିଆ ହେଲା। ଯୋଉଠି ଧନୁର୍ଧର ବିଦ୍ୟାରେ 1 ନମ୍ବର, ଗଦା ବିଦ୍ୟାରେ 1 ନମ୍ବର, ଯୋଉଠି ଯୁଦ୍ଧ ଯାହା କଲା ଫାଷ୍ଟ କ୍ଲାସ ଆଗା ହେଲା ପିଲାଟା। ସେତେବେଳକୁ ତ ଏ ଭଲିବଲ, କ୍ରିକେଟ ଏଇଟା ସବୁ ନଥିଲା ନା। ସେତେବେଳେ କଣ ଥିଲା? ଢାଲ, ଖଣ୍ଡା, ଏସବୁ ଯୁଦ୍ଧ ଥିଲା। ନହେଲେ ସର ବିଦ୍ୟା ସେ ସବୁ ଥିଲା। ସେଥିରେ ସେ ସବୁ ପାରଙ୍ଗତ ହେଇଯାଇଥିଲା। ଆଉ ଯୋଉଠି ଯୁଦ୍ଧ କରିବେ ସବୁବେଳେ ଜିତି ଯାଉଥିଲା। କିନ୍ତୁ ଗୋଟେ ଥର ଯୁଦ୍ଧ କରୁ 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 ଜୋରରେ ଗୋଟେ ମାଡ ହେଇଗଲା, ତାକୁ କ୍ଷତଗ୍ରସ୍ତ ହେଲା ତାଙ୍କ ଶରୀର। ଆଉ ସେ କ୍ଷତିଟା ଆଉ ତାଙ୍କର ଭଲ ହେଲା। ଅନେକ ଦିନ ଧରି ସେ କ୍ଷତ, ସେ ଯୋଉ ମାଡଟା ଆହୁରି ବଢି 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 ଯାଉଛି। ପେନ ବଢି ବଢି ଯାଉଛି ସିନା, ତାଙ୍କର ଆଉ କମିବାକୁ ନାହିଁ କି ଟିକେ ଶାନ୍ତି ବି ନାହିଁ। ଏତେ କଷ୍ଟ ସେ ପାଗଳ ହେଇଗଲାଣି। ଶେଷରେ ତା ମା ପାଖକୁ ଗଲା। ମା, ମୁଁ ବେଶୀ କଷ୍ଟ ପାଇଲିଣି ମା, ମୁଁ କେତେବେଳେ ମରିଯିବି କି କଣ ଅବସ୍ଥା ହେଲାଣି ମା, ମତେ ଟିକେ ଭଲ, କଣ ହବ ମୋର, ଏଇଟା କେମିତି ଭଲ ହବ, ଟିକେ ମତେ ଟିକେ ରାସ୍ତା ଦେଖ ମା। ସେ କହିଲେ, ବାପ ମୁଁ ଗୋଟେ କଥା କହିନା, ତୋ ବାପା ସିନା ମୁସଲିମ, କିନ୍ତୁ ମୁଁ ହଉଛି ଜଗନ୍ନାଥଙ୍କର ଭକ୍ତ। ମୁଁ ହଉଛି ସମ୍ପୂର୍ଣ୍ଣ ରୂପରେ ସନାତନ ହିନ୍ଦୁ। ତ ମୁଁ ତତେ ଗୋଟେ ରାସ୍ତା କହୁଛି ଶୁଣେ। ମୋର ସବୁବେଳେ ବିଶ୍ୱାସ ଅଛି ମୋର ପ୍ରଭୁ ଜଗନ୍ନାଥଙ୍କ ଉପରେ। ତୁ ବି ଗୋଟେ କାମ କରେ, ଜଗନ୍ନାଥଙ୍କ ରୂପ ମୁଁ ଯେମିତି କହିବି ସ୍ମରଣ କରେ। ତାଙ୍କର ଢେଲା ଢେଲା ଆଖି, କଳା କଳା ଶରୀର, ଲାଲ ଲାଲ ଆଠ, ତାକୁ ସୁନ୍ଦର ରୂପେ ଧ୍ୟାନ କରେ। ଆଉ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ ମହାମନ୍ତ୍ର ଜପ କରେ। 12 ଦିନ କେବଳ ତୁ ଜପ କରେ, ମହାପ୍ରଭୁଙ୍କ ରୂପକୁ ସ୍ମରଣ କରେ, ତୋର ସବୁ ଘାव ଭଲ ହେଇଯିବ। ସେ କହିଲା ହଉ ମା। ସେ ଦୂରକୁ ଯିବାର, ପାଖକୁ ଯାଇକିରି ପତିତ ପାବନଙ୍କୁ ଦର୍ଶନ କରିବାର। କାରଣ ଶ୍ରୀ ମନ୍ଦିରରେ କାହାକୁ ତ ପ୍ରବେଶ ନାହିଁ, ହିନ୍ଦୁ ମାନଙ୍କୁ ଛଡା ଆଉ କାହା ମାନଙ୍କୁ ପ୍ରବେଶ ନାହିଁ। କିନ୍ତୁ ସେ ଥିଲେ ମୁସଲିମ। ମା ଯାଇପାରୁଥିଲା, ହିନ୍ଦୁ ଥିଲା, କିନ୍ତୁ ଇଏ ଯାଇପାରୁନଥିଲା ପୁଅ। ତ ଦୂରରୁ ଆମର ପତିତ ପାବନଙ୍କୁ ଦେଖିକରି ସେ ରୂପକୁ ଧ୍ୟାନ କରି ଜପ କରିକି ରହୁଥିଲା। 11 ଦିନ ହେଇଗଲାଣି, ତାର ଦେହ ଭଲ ହେଇନି ଆଜ୍ଞା। କଣ ହେଲା ଭଲ ହେଇନି? ମମି ଭଲ ହେଲାନି ମମି, କଣ କର ମମି? ସେ କହିଲା, ପୁଅ ମୁଁ ତତେ 11 ଦିନ କହିନି, 12 ଦିନ କହିଛି, ଆଉ ଗୋଟେ ଦିନ ହଉ। ସମାନ 12 ଦିନ ହେଲା, ତାର ସବୁ ଖଣ୍ଡିଆ ଖାବରା ଯାହା କିଛି ଥିଲା ଶୁଖିକିରି ପୁରା ମାନେ ଗୋଟେ ଥର ଭଲ ହେଇଗଲା। ସବୁ ସଫା, ଯାଦୁ ବିଦ୍ୟା ମନ୍ତ୍ର ଭଳିଆ ସବୁ ସଫା ହେଇଗଲା। ଆରେ ମା ସତରେ ଭଲ ହେଇଗଲା। ସେ ନିଜକୁ ଏତେ ଭାଗ୍ୟବାନ ମନେ କଲା। ଜଗନ୍ନାଥଙ୍କ ଉପରେ ତାଙ୍କର ଏତେ ବିଶ୍ୱାସ ବଢିଗଲା, ସିଏ ପୁରା ଭକ୍ତରେ ପରିଣତ ହେଇଗଲା। କିଏ? ସାଲ ବେଗ ଭକ୍ତରେ ପରିଣତ ହେଇଗଲେ। ସେ ଦେଖିଲେ ମୁଁ ତ ମୁସଲିମ, ମତେ ତ ଭିତରକୁ ପ୍ରବେଶ ନାହିଁ, ତ ମୁଁ ଯିବି ବୃନ୍ଦାବନ, ଯୋଉଠି ଭଗବାନଙ୍କର ଆଉ ଗୋଟିଏ ରୂପ, କୃଷ୍ଣଙ୍କ ରୂପ ଯୋଉଠି ପୂଜା ହଉଛନ୍ତି, ସେଇ ଜଗନ୍ନାଥ, ସେଇ କୃଷ୍ଣ, ସେଇ ଗୌରହରି, ମୁଁ ସେଇ ବୃନ୍ଦାବନକୁ ଯାଇ। କଣ ଭାବିଲେ? ମୁଁ ସେ କୃଷ୍ଣଙ୍କର ବା ଜଗନ୍ନାଥଙ୍କର ରୂପ ମୁଁ ବୃନ୍ଦାବନ ଦର୍ଶନ କରିବା ପାଇଁ ଯିବି। ତ ସେତେବେଳକୁ ଗାଡି ଘୋଡା କିଛି ନଥିଲା, ଚାଲି 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 ସିଏ ଗଲେ ବୃନ୍ଦାବନ। ଷୋଡଗୋସ୍ୱାମୀ ମନ୍ଦିର, ଯିଏ ବୃନ୍ଦାବନ ଯାଇଛନ୍ତି ଦେଖିଥିବେ, ସେ ବହୁତ ପୁରୁଣା ମନ୍ଦିର। ଷୋଡଗୋସ୍ୱାମୀଙ୍କର ମନ୍ଦିର, ତାପରେ ଆଚାର୍ଯ୍ୟ ମାନଙ୍କର ଦିବ୍ୟ କୃଷ୍ଣଙ୍କର ଜନ୍ମଭୂମି ସବୁ ଦର୍ଶନ କଲେ। ବହୁତ ଆନନ୍ଦିତ ହବାର, ଆହୁରି ଭକ୍ତିରେ ସେ ବଢିଗଲେ। ଧାମ ଦର୍ଶନ କଲେ ଭକ୍ତି ବଢିଯିବ। ତ ଏତେ ସୁନ୍ଦର ବୃନ୍ଦାବନ ଦର୍ଶନ କରି 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 ତାଙ୍କର ମନେ ପଡିଗଲା, ଏଇ ମା ଆଜି
ଜଗନ୍ନାଥ ରଥଯାତ୍ରା ଆଜି, ମୁଁ ଆହୁରି ଅଛି ବୃନ୍ଦାବନରେ। କାନ୍ଦିଲେ ଆଉ। ସେ କହିଲେ ମୁଁ ଜଗନ୍ନାଥ ଯୋଗୁ ମୁଁ ଆଜି ବଞ୍ଚିଛି, ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯିବାର ଅଛି। ବିଶ୍ୱାସ କରିବେନି, ବୃନ୍ଦାବନରୁ ପୁରୀ ଦୌଡ଼ି 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 ଆଉଥରେ ଦୌଡ଼ି 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 ଆଉ ରେଷ୍ଟ ନାହିଁ, ଦିନ ରାତି ଦୌଡ଼ି 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 ପହଞ୍ଚୁ 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 ହେଇଗଲାଣି କୋଉ ଦିନ ବାହୁଡା ପହଞ୍ଚିଗଲାଣି। 9 ଦିନ ବିତିଗଲାଣି। ଆମ ରଥଯାତ୍ରାରେ କଣ ହଉଛି, ଯୋଉ ଦିନ ଗୁଣ୍ଡିଚା ରଥଯାତ୍ରା ହଉଛି ଗୋଟେ ଦିନ, 7 ଦିନ ଭଗବାନ ମାଉସୀ ମାରେ ରହୁଛନ୍ତି, ତାପରେ 8 ଦିନ ହେଇଗଲା, 9 ଦିନ ରିଟର୍ନ ହେବେ, ବାହୁଡା ଯାତ୍ରା ହଉଛି। ତ ସେ ଯୋଉ ବାହୁଡା ଯାତ୍ରା ସମୟରେ ଜଗନ୍ନାଥଙ୍କୁ ସବୁ ଜଣା, ଜଗନ୍ନାଥ ଆଉ ଗୁଞ୍ଚୁ ନାହାନ୍ତି। ଆଉ ରଥ ସେ କିଏ ଯେ ଆମର ରାଜା ସବୁ ଧରିକି ପଳେଇଲେଣି, ଘୋଡା, ହାତୀ, ପହିନିମାନ ସବୁ ଆସିକି ଏତେ ଚେଷ୍ଟା କରୁଛନ୍ତି ରଥ ଟାଣିବା ପାଇଁ। ଆଉ ରଥ ଟାଣି ହଉନି ଆଜ୍ଞା, ସେ ଘୁଞ୍ଚି ଆଉ ନାହିଁ। ଜଗନ୍ନାଥ ଏମିତି ବସିଛନ୍ତି ଆଜ୍ଞା, କଣ ପାଇଁ ଜାଣିଛ ନା, ମୋର ଭକ୍ତ, ମୋର ପରମ ଭକ୍ତ ସାଲବେଗ ମତେ ଦେଖିବାକୁ ଆସିବ। କାହିଁକିନା ବର୍ଷରେ ଥରେ ଜଗନ୍ନାଥ ତାଙ୍କର ନିଜର ସିଂହାସନ ଛାଡିକି ପଳେଇ ଆସିବେ ରଥ ଉପରକୁ। ଆଉ ସେତେବେଳକୁ ଏମିତି କିଛି ନାହିଁ, ରଥ ଉପରକୁ ପଳେଇ ଆସିଲେ ବେଲେ ନୋ ରେଷ୍ଟ୍ରିକେସନ, ନୋ ନିୟମ ନୀତି କିଛି ନାହିଁ। ସେ ମୁସଲିମ ହଉ, ଶିଖ ହଉ, ଇସାଇ ହଉ, ଯିଏ ବି ହଉ ଯାଇକି ଭଗବାନ ଆଲିଙ୍ଗନ କରିପାରୁଥିଲା ଆଗ କାଳରେ। ଏବେ ସିନା ନିୟମ ହେଲା, କିଏ ଛୁଇଁ ପାରିବ ଜଗନ୍ନାଥଙ୍କୁ ବୋଲି ନିୟମ ବାହାରିଲା, ଏଇ କିଏ ଛୁଇଁରେ ବୋଲି ଆଉ ବନ୍ଦ ହେଇଗଲା। କିନ୍ତୁ ସେତେବେଳକୁ ତ ନିୟମ ନଥିଲା, ସମସ୍ତେ ଆଲିଙ୍ଗନ କରୁଥିଲେ। ତ ସାଲବେଗ ଆସିଲା ପର୍ଯ୍ୟନ୍ତ ଭଗବାନ ଆଉ ଗୁଞ୍ଚୁ ନଥିଲେ, ସେଇଠି ବସିଥିଲେ। ସାଲବେଗ ପହଞ୍ଚିଲେ, ଜଗନ୍ନାଥଙ୍କ ରଥ ଉପରେ ଚଢି ତାଙ୍କୁ ଆଲିଙ୍ଗନ କଲେ। ଆଉ ହୁଆଲା ହଉଛନ୍ତି ସବୁ, ରଥ ଗଡୁନି ରଥ ଗଡୁନି ରଥ ଗଡୁନି। ସାଲବେଗ ଶୁଣିଲେ, ସାଲବେଗଙ୍କର ରୋମାଞ୍ଚ କମ୍ପ, ଅଶ୍ରୁ ଜାଗ୍ରତ ହେଲା। ସେ ପ୍ରାର୍ଥନା କଲେ, ଜଗନ୍ନାଥ ମୋ ପାଇଁ ନା ଆପଣ ଏଇଠି ଜଗିଛନ୍ତି, ମୁଁ ଜାଣିଛି ଆପଣ ମୋ ପାଇଁ ହିଁ ଏଇଠି ଅପେକ୍ଷା କରିଛନ୍ତି। ସେଥିପାଇଁ ମୁଁ ଗୋଟେ କଥା କହୁଛି ଶୁଣନ୍ତୁ, ଆଉ ମୋ ପାଇଁ ଅପେକ୍ଷା କରନି, ମୁଁ ତ ଆପଣଙ୍କର ସଙ୍ଗ ଲାଭ କରିଦେଲି, ଦର୍ଶନ କଲି। ବର୍ତ୍ତମାନ ଆପଣ ଯାଆନ୍ତୁ, ଲୀଳାଚଳ ଆପଣଙ୍କ ପାଇଁ ଅପେକ୍ଷା କରିଛନ୍ତି, ସମସ୍ତେ ଆପଣଙ୍କ ପାଇଁ ଅପେକ୍ଷା କରିଛନ୍ତି, ଯାଆନ୍ତୁ। ଜଗନ୍ନାଥଙ୍କୁ ଯେତେବେଳେ ସେ କାନରେ କହିଲେ, ସେତେବେଳେ ରଥ ଗୁଡଗୁଡ 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 ଗଡିଆ ଲାଗିଲା। ଜଗନ୍ନାଥ ସ୍ୱାମୀ କି, ତ ଜଗନ୍ନାଥ